ପିଲାମାନେ ଆରମ୍ଭ କରିବା କେଶର ଚକ୍ର। ତମେମାନେ ତ ଜାଣ କ୍ଷମା ମନୁଷ୍ୟର ପରମ ଧର୍ମ। ହଁ, କ୍ଷମା ଏମିତି ଗୋଟିଏ ଗୁଣ ଯେ ପ୍ରକୃତ ମଣିଷର ପରିଚୟ ଦେଇଥାଏ। ବେଳେବେଳେ ଆମେ କିଛି ନ ବୁଝି ନ ଜାଣି ଅନ୍ୟ କାହାର ଭୁଲ ଉପରେ କେତେ କଥା କ'ଣ କହିଦେଉ। ହେଲେ ବାସ୍ତବରେ ଏହା ଅଲଗା ମଧ୍ୟ ହୋଇପାରେ। ସେଥିପାଇଁ ଆମକୁ ନିଜର ବନ୍ଧୁବାନ୍ଧବ ହୁଅନ୍ତୁ ବା ଯେଉଁମାନେ ଆମକୁ ନିଜର ଭାବନ୍ତି ବା ଭଲ ପାଆନ୍ତି, ସେମାନଙ୍କ ଭୁଲକୁ ଏଡ଼େଇ ଦେବା ଜରୁରୀ। ଆଉ ତା ପାଇଁ ଦରକାର ଧୈର୍ଯ୍ୟ। ଯେକୌଣସି ବିଷୟ ହେଉନା କାହିଁକି, ଧୈର୍ଯ୍ୟର ସହିତ ଆମକୁ ପ୍ରଥମେ ସେ କଥା ବୁଝିବା ଦରକାର, ତାପରେ କିଛି କହିବା ବା ପ୍ରତିକ୍ରିୟା ଦେବା ଉଚିତ। ପିଲେ, এই ବିଷୟକୁ ବୁଝିବା ପାଇଁ ମୁଁ ତମମାନଙ୍କୁ ଛୋଟ ଗପଟିଏ କହୁଛି, ମନ ଦେଇ ଶୁଣ। ଥରେ ଜଣେ ରାଜା ଭୋଜନ କରୁଥିଲେ। ଖାଦ୍ୟ ପରସୁଥିବା ସେବକର ହାତରୁ ଅଳ୍ପ ଟିକିଏ କ୍ଷୀରି ରାଜାଙ୍କ ପୋଷାକ ଉପରେ ଛିଟିକି ପଡ଼ିଲା। ରାଜା ସାଙ୍ଗେ ସାଙ୍ଗେ କ୍ରୋଧରେ ସେବକକୁ ଅନେଇ ପରେ ନିଜର ଖଣ୍ଡାକୁ ଅନେଇଲେ। ଏସବୁ ଦେଖି ସେବକ ଜଣକ ପୁରା ଡରିଗଲେ। ଟିକେ ଚିନ୍ତା କରି ଆଉ ଟିକିଏ କ୍ଷୀରି ଆଣି ରାଜାଙ୍କ ପୋଷାକ ଉପରେ ପକାଇଦେଲେ। ଏବେ ରାଜାଙ୍କ କ୍ରୋଧ ଆହୁରି ବଢ଼ିଗଲା। ସେ ସେବକ ଉପରେ ଖୁବ୍ ଜୋରରେ ରାଗିଯାଇ କହିଲେ, ମୂର୍ଖ, ତୋର ଏତେ ସାହସ! ତୁ ଏମିତି କେମିତି କରିପାରିଲୁ? ସେବକ ଶାନ୍ତ ଏବଂ ନମ୍ର ସ୍ୱରରେ କହିଲେ, ମହାରାଜ, ମୋର ଭୁଲ ପାଇଁ ଆପଣଙ୍କ କ୍ରୋଧ ଦେଖି ମୁଁ ଭାବି ଦେଇଥିଲି ଯେ ଆଜି ମୋର ମୃତ୍ୟୁ ସୁନିଶ୍ଚିତ। ହେଲେ ପୁଣି ଥରେ ଚିନ୍ତା କଲି, ଲୋକେ କହିବେ ଯେ ରାଜା ଗୋଟିଏ ଛୋଟ ଭୁଲ ପାଇଁ ଜଣେ ନିର୍ଦ୍ଦୋଷକୁ ମୃତ୍ୟୁଦଣ୍ଡ ଦେଲେ, ଆଉ ଆପଣଙ୍କର ବଦନାମୀ ହେଇଥାନ୍ତା। ତାପରେ ମୁଁ ଭାବିଲି, ଯଦି ବେଶୀ କ୍ଷୀରି ଢାଳିଦେବି ତାହେଲେ ଲୋକେ ମୋର ଭୁଲ ଦେଖି ମୋତେ ଅପରାଧୀ ଭାବିବେ ଆଉ ଆପଣଙ୍କୁ ବଦନାମ ବି କରିବେନି। ରାଜା ସେବକର କଥା ଶୁଣି ଗମ୍ଭୀର ହେଇଗଲେ ଆଉ ଚିନ୍ତା କଲେ ସେବକର ଭାବନା କେତେ ମହତ୍। ଯିଏ ସମର୍ପିତ ଭାବରେ ସେବା କରୁଥାଏ ତାଙ୍କର କେବେ ନା କେବେ ଭୁଲ ମଧ୍ୟ ହେଇପାରେ, ତେଣିକି ସେ ସେବକ ହେଉ ଅବା ବନ୍ଧୁ। ଏମିତି ସମର୍ପିତ ଲୋକଙ୍କ ଛୋଟ ମୋଟ ଭୁଲ ଉପରେ ନ ରାଗି ସେମାନଙ୍କର ଆମ ପ୍ରତି ଥିବା ସମର୍ପଣ ଭାବନା ପ୍ରତି ସମ୍ମାନ ରଖିବା ଜରୁରୀ। ହଉ ପିଲେ, ଏବେ ଆସ ମନକୁ ଟିକିଏ ହାଲକା କରିବା, ଶୁଣିବା ଭଜନଟିଏ। ଗାଇଛନ୍ତି ସୁଶ୍ରୀ ଶ୍ରାବଣୀ ସାହୁ, ଗୀତ ରଚନା କ୍ଷୀରୋଦ ଚନ୍ଦ୍ର ପୋଥାଳ। ଜଗା କାଳିଆ ଜାଣି କେତେ ସୁନ୍ଦର, ମୋ ଜଗା
ଦୁନିଆ ସତରେ କେତେ ସୁନ୍ଦର। ହଁ, କେତେ ସୁନ୍ଦର ଆମର ପ୍ରାକୃତିକ ପରିବେଶ। ନଦୀ, ଝରଣା, ପାହାଡ଼, ପର୍ବତ, ପ୍ରକୃତିର ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ଈଶ୍ୱର ଆମକୁ ଦେଇଛନ୍ତି ଆଖି। ଆଉ ସେଇ ଆଖି ସାହାଯ୍ୟରେ ଆମେ ସବୁକିଛି ଉପଭୋଗ କରିପାରୁଛୁ। ହେଲେ ସେଇ ଆଖିର ଉପଯୁକ୍ତ ଯତ୍ନ ନେବା ବି ଜରୁରୀ। ଆସ ଆଜି ଶୁଣିବା ଆଖିର ଯତ୍ନ ବିଷୟରେ। ତମମାନଙ୍କ ପାଇଁ କହିଛନ୍ତି ଡାକ୍ତର ରୁବି ମହାରଣା। ପିଲାମାନେ, ଆଜି ମୁଁ ତମମାନଙ୍କୁ ଆଖି ବିଷୟରେ କିଛି କହିବା ପାଇଁ ଚାହୁଁଛି। ପିଲାମାନେ ଜାଣିଛ, ମଣିଷ ଶରୀରରେ ଥିବା ସବୁ ଅଙ୍ଗ ମଧ୍ୟରୁ ଚକ୍ଷୁ ସର୍ବୋତ୍ତମ ଅଙ୍ଗ। ଏହାଦ୍ୱାରା ଆମେ ପୃଥିବୀକୁ ଦେଖିପାରୁ ଏବଂ ପିଲାମାନଙ୍କ ପାଇଁ ଏହା ଅତ୍ୟନ୍ତ ମୂଲ୍ୟବାନ, କାରଣ ଆଖି ସେମାନଙ୍କୁ ପାଠ ପଢ଼ିବା, ଖେଳିବା ଏବଂ ଅନ୍ୟମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରେ। ତେଣୁ ଆଖି ବିଷୟରେ ଜାଣିବା ଓ ଏହାର ଯତ୍ନ କିପରି ନେବା ଆଜି ମୁଁ ତମମାନଙ୍କୁ କହିବି। ଆଖିକୁ ଠିକ୍ ରଖିବା ପାଇଁ ସବୁଠୁ ପ୍ରଥମେ ହେଉଛି ଖାଦ୍ୟ। ବିଭିନ୍ନ ଖାଦ୍ୟରେ ବିଭିନ୍ନ ପ୍ରକାର ଭିଟାମିନ୍ ଥାଏ, ଯେଉଁଟାକି ଆଖିର ସ୍ୱାସ୍ଥ୍ୟ ପାଇଁ ଦରକାର। କିନ୍ତୁ ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଆଖିର ସ୍ୱାସ୍ଥ୍ୟ ପାଇଁ ସବୁଠୁ ବେଶୀ ଜରୁରୀ। ଏଥିରେ ପନିପରିବା, ଫଳମୂଳ ଏହିସବୁ ଖାଦ୍ୟରୁ ଆମକୁ ଭିଟାମିନ୍ ଏ ମିଳିଥାଏ। ମନେ ରଖ, 3 ପ୍ରକାର କଲର୍ ଫୁଡ୍, ଯେଉଁଟାକି ସବୁଜ ରଙ୍ଗ, ହଳଦିଆ ରଙ୍ଗ ବା ନାରଙ୍ଗୀ ରଙ୍ଗର ଖାଦ୍ୟ। ସବୁଜ ରଙ୍ଗ ଯେପରିକି ଶାଗ, ପରିବା। ହଳଦିଆ ରଙ୍ଗ ଯେପରିକି କଦଳୀ, ଲେମ୍ବୁ, ଅମୃତଭଣ୍ଡା। ନାରଙ୍ଗୀ ରଙ୍ଗ ଯେପରିକି କମଳା, ଗାଜର। ଏହିସବୁ ଖାଦ୍ୟରେ ଭିଟାମିନ୍ ଏ ବହୁତ ଅଧିକା ମାତ୍ରାରେ ଥାଏ ଏବଂ ଏଇଟା ଆଖିର ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ। ଏହାଛଡ଼ା ମାଛ, ଅଣ୍ଡା, କ୍ଷୀର ଏସବୁରୁ ବି ଆମ ଆଖିର ବିଭିନ୍ନ ପ୍ରକାର ଭିଟାମିନ୍ ମିଳେ। ତେଣୁ ପିଲାମାନେ ଏଇଟା ଜାଣ କି ଘରୋଇ ଖାଦ୍ୟ ଖାଇବ। ଯେତେ ଚେଷ୍ଟା କରିବ କି ଘରେ ବନିଥିବା ଏଇ 3ଟି କଲର୍ର ଖାଦ୍ୟ ଯେମିତି ହେଲେ ବି ଦିନ ଭିତରେ ଥରେ ଆମେ ଖାଇବା। ଫାଷ୍ଟ ଫୁଡ୍, ପ୍ୟାକେଟ୍ ଫୁଡ୍ ଯେମିତିକି ଚିପ୍ସ ହେଲା ବା ତମର ଜୁସ୍ ହେଲା ବା ବାହାରେ ଯେଉଁଟାକି ଆମକୁ ବହୁତ ଭଲ ଲାଗେ, ଯେମିତିକି ଚାଉମିନ୍, ପିଜ୍ଜା, ବର୍ଗର, ଏଗୁଡ଼ା ସବୁ ଆମେ ଖାଇବା, କିନ୍ତୁ ବହୁତ କମ୍ ମାତ୍ରାରେ ଖାଇବା। ଆଉ ଯେତେ ଚେଷ୍ଟା କରିବା କି ଘରୋଇ ଖାଦ୍ୟ ଖାଇବା। ପିଲାମାନେ, ଆଜିକାଲି ପାଠର ବହୁତ ପ୍ରତିଯୋଗିତା ହେଉଛି, ଆଉ ତମେମାନେ ତ ଭାଗ ନେଉଥିବ। ତେଣୁ ଆମେ ଚାହୁଁଛୁ କି ସବୁ ପ୍ରତିଯୋଗିତାରେ ଆମେ ସବୁଠୁ ଭଲ କରିବା। ଏହିସବୁ ପ୍ରତିଯୋଗିତାରେ ଭଲ କରିବା ପାଇଁ ହେଲେ ବହୁତ ପାଠ ପଢ଼ିବାକୁ ପଡ଼ୁଥିବ ଏବଂ ମୋବାଇଲ, କମ୍ପ୍ୟୁଟର ଏହିସବୁରେ ପାଠଟା ଅଧିକା ରହୁଛି, କାରଣ ଯେଉଁ ଜିନିଷ ଆମେ ଜାଣିବାକୁ ଚାହିଁବା ସେଇଟା କମ୍ପ୍ୟୁଟରରୁ ହିଁ ଆମେ ଜାଣିପାରିବା ବା ମୋବାଇଲରୁ ଜାଣିପାରିବା। ଆଉ ସେଥିପାଇଁ ବେଶୀ ସମୟ ଯେତେବେଳେ ଆମେ ଏଇ ଜିନିଷ ଗୁଡ଼ାକୁ ୟୁଜ୍ କରୁଛୁ, ଆମ ଆଖି ଉପରେ ବହୁତ ପ୍ରେସର ପଡ଼ୁଛି, ଆଖିଟା ବହୁତ ଥକି ଯାଉଛି। ତେବେ ଏଇଟା ବନ୍ଦ କରିବା ତ ସମ୍ଭବ ନୁହେଁ, କାରଣ ଆମେ ଦେଖିଲୁ କୋଭିଡ୍ ଟାଇମ୍ରେ ବି କମ୍ପ୍ୟୁଟର, ମୋବାଇଲରେ ହିଁ ପାଠ ପଢ଼ା ହେଲା। ଆମର ସ୍କୁଲ ବି ଆମେ ଯେତେବେଳେ ଯାଇପାରିଲୁନି, ସେତେବେଳେ ବି ଆମକୁ ଏଇ ଜିନିଷ ଦରକାର ହେଲା। ତେବେ ଆମେ କ'ଣ କରିପାରିବା ଯେ ଏଥିରେ ପାଠ ପଢ଼ିଲା ବେଳକୁ ଆମ ଆଖିଟା ଭଲ ରହୁ। ତେଣୁ ପିଲାମାନେ ଜାଣିଥାଅ କି ଯେତେବେଳେ ଆମେ ପାଠ ପଢ଼ୁଛୁ, ସେତେବେଳେ ଆମେ ଟେବଲ୍ ଚେୟାରରେ ପାଠ ପଢ଼ିବା। ଯେତେ ଚେଷ୍ଟା କରିବା ଝରକା ପାଖରେ ପ୍ରାକୃତିକ ପରିବେଶରେ ପାଠ ପଢ଼ିବାଟା, ନ୍ୟାଚୁରାଲ୍ ଲାଇଟ୍ ଯେଉଁଟା କୁହନ୍ତି, ସେଇଥିରେ ପାଠ ପଢ଼ିଲେ ଭଲ। ଯେତେ ଆର୍ଟିଫିସିଆଲ ଲାଇଟ୍ ବା କମ୍ପ୍ୟୁଟର, ମୋବାଇଲର ଯେଉଁଟା ଅନ୍ଧାର ଘର କରିକି ଯଦି ଆମେ ପାଠ ପଢ଼ିବା, ସେଇଟା ଆଖି ଉପରେ ବହୁତ ପ୍ରେସର ଦେବ। ଯେତେବେଳେ ବି ଆମେ କମ୍ପ୍ୟୁଟର ବା ମୋବାଇଲ ୟୁଜ୍ କରୁଛୁ, ଆମେ ଗୋଟେ ରୁଲ୍ ମନେ ରଖିବା। ସେଇଟା ହେଉଛି 20-20-20 ରୁଲ୍। ମାନେ କ'ଣ? ପ୍ରତି 20 ମିନିଟ୍ରେ 20 ଫୁଟ ଦୂରର ଜିନିଷ, ମାନେ ଆମଠୁ ଯେଉଁଟା ବହୁତ ଦୂରରେ ଗୋଟେ ଜିନିଷ ଅଛି, ସେଇଟାକୁ ଆମେ 20 ସେକେଣ୍ଡ ପାଇଁ ଦେଖିବା। ଯଦି ଆମେ ଏଇ ରୁଲ୍ଟାକୁ ପ୍ରାକ୍ଟିସ୍ କରିବା, ତାହେଲେ ଆମ ଆଖିର ପ୍ରେସର ଯେଉଁଟା ପଡ଼ୁଛି ସେଇଟା ଆମର ବହୁତ ମାତ୍ରାରେ କମ୍ ହେଇଯିବ। ତେଣୁ 20-20-20 ରୁଲ୍ଟା ମନେ ରଖିବ। ମଝିରେ ମଝିରେ ଟିକେ ପାମିଂ ଏକ୍ସରସାଇଜ୍, ସେଥିରେ କ'ଣ କରିବାକୁ ପଡ଼େ? ହାତର ଯେଉଁ ପାପୁଲିଟାକୁ ଟିକେ ଗରମ କରିକି ଆଖି ଉପରେ ଟିକେ ସେକ ହିସାବରେ ଦେଇକି ସେଟାକୁ ଟିକେ ବୁଲେଇ ବୁଲେଇ ଆଖିଟାକୁ ଟିକେ ସେକ ଦେବାକୁ ପଡ଼େ। ସେ ଏକ୍ସରସାଇଜ୍ କଲେ ବି ଆଖିଟା ବହୁତ ରେଷ୍ଟ ପାଏ। ଆଉ ମଝିରେ ମଝିରେ ଆମକୁ ଆଖିକୁ ଟିକେ ଫ୍ରିକ୍ୱେଣ୍ଟ ବ୍ରେକ୍ ଦେବାକୁ ପଡ଼ିବ। ଯଦି ଆମକୁ ଦେଖାଯାଉନି ଭଲ ଭାବରେ କମ୍ପ୍ୟୁଟର ବା ମୋବାଇଲ ବା ଦୂର ଜିନିଷ ବି ଭଲରେ ଦିଶୁନି, ଆମକୁ ଚଷମା ପିନ୍ଧିବାକୁ ପଡ଼ିବ। ଆଉ ଯେଉଁ ରେଡ଼ିଏସନ୍ ଗୁରା ଆମର ଆସୁଛି କମ୍ପ୍ୟୁଟର ବା ମୋବାଇଲରେ, ତା ପାଇଁ ସଠିକ୍ ଚଷମା, ଯେମିତିକି ଆଣ୍ଟି ଗ୍ଲେୟାର ଚଷମା ଅଛି, ସେଇଟାକୁ ପିନ୍ଧିଲେ ଆମ ଆଖି ଉପରେ ସେ ରେଡ଼ିଏସନ୍ଟା କିଛି ଖରାପ ଇଫେକ୍ଟ ପକାଇବ ନାହିଁ। ତାପରେ ଛୋଟ ଛୁଆମାନଙ୍କୁ ଯେତେ ଚେଷ୍ଟା କରିବେ କି ସେମାନେ ଅଧଘଣ୍ଟାରୁ ଘଣ୍ଟେ, ତାଠୁ ବେଶୀ ମୋବାଇଲ ବା ଆଉ କୌଣସି ଡିଜିଟାଲ ଡିଭାଇସ୍ ୟୁଜ୍ କରିବେ ନାହିଁ। ଏଇଟା WHO ବି ରେକମେଣ୍ଡେସନ୍ ଦେଉଛି ଯେ ଆମକୁ ଅଧଘଣ୍ଟାରୁ ଘଣ୍ଟେ ଯାଇକି ବାହାର ପରିବେଶରେ ଖେଳିବା ଦରକାର, ଯେଉଁଟାକି ସନଲାଇଟ୍ରେ, ମାନେ ଆମର ସୂର୍ଯ୍ୟକିରଣରେ ଯାଇକି ବାହାରେ ପିଲାମାନଙ୍କ ମଧ୍ୟରେ ଖେଳିବାଟା ବହୁତ ଦରକାର। ତେଣୁ ପିଲାମାନେ ସବୁବେଳେ ଯାଇକି ପ୍ରତ୍ୟେକ ଦିନ ଘଣ୍ଟେ ବାହାରେ ଖେଳିବ। ଯେତେ ଚେଷ୍ଟା କରିବ କି ଖାଲି ମୋବାଇଲ ଦେଖିବି ବା ଘର ଭିତରେ ରହିବି, ସେଇଟା ଆଖି ପାଇଁ ଭଲ ନୁହେଁ।
ଆଉ 8 ଘଣ୍ଟା ଶୋଇବା ବି ବହୁତ ଦରକାର, କାରଣ ସେଇ ଟାଇମ୍ରେ ଆଖିଟା ରେଷ୍ଟ ପାଏ ଆଉ ସେଇ ଟାଇମ୍ରେ ଆଖିଟା ରିପେୟାର ହେବ। ତାପରେ ଆଜିକାଲି ପ୍ରଦୂଷଣ ବି ବହୁତ ବଢ଼ିଗଲାଣି, ତେଣୁ ଆଖି କୁଣ୍ଡେଇ ହେବା, ଲାଲ ପଡ଼ିବା ଏ ପ୍ରକାର ବହୁତ ଅସୁବିଧା ହେଉଛି। ତେଣୁ ଆଖି ସାମ୍ନାରେ ସବୁବେଳେ ଗୋଟେ ଫୋଟୋକ୍ରୋମାଟିକ୍, ଯେଉଁଟାକୁ ଡେ ଆଣ୍ଡ ନାଇଟ୍ ଗ୍ଲାସ୍ କୁହାଯାଏ, ସେଇଟାକୁ ଆଖି ସାମ୍ନାରେ ତୁମ ପାୱାରର ଯେଉଁଟା ଅଛି ପିନ୍ଧିବ, ଆଖିକୁ ଟିକେ ପ୍ରୋଟେକ୍ସନ୍ ଦିଆହେବ। ଯଦି ଆଖିରେ କିଛି ପଡ଼ିଯାଉଛି ବା ଆଖିରେ ମାଡ଼ ହେଇଯାଉଛି, ତେବେ ଯେତେ ଶୀଘ୍ର ବାପା ମାଆଙ୍କୁ କହିବ ଆଉ ଯାଇକି ଡକ୍ଟରଙ୍କୁ ଦେଖେଇବ। ଆଖିରେ କିଛି ପଡ଼ିଗଲେ ତାକୁ ଦଳିବନି, ତାକୁ ଭଲ ଭାବରେ 10ରୁ 15 ମିନିଟ୍ ପାଇଁ ଭଲ ପାଣିରେ, ସଫା ପାଣିରେ ଧୋଇବ ଆଉ ତାପରେ ଯାଇକି ଡକ୍ଟରଙ୍କୁ ଦେଖେଇବ। ଆଖିରେ ଡାକ୍ତର ପରାମର୍ଶ ବିନା କୌଣସି ଔଷଧ ବା ପଦାର୍ଥ ପକେଇବ ନାହିଁ। ଆଉ ଅନ୍ୟମାନଙ୍କର ଟାୱେଲ, କପଡ଼ା, ରୁମାଲ ଏଗୁଡ଼ା ସବୁ ବ୍ୟବହାର କରିବ ନାହିଁ। ତମମାନେ ଜାଣିଥିବ ଆଜିକାଲି ବହୁତ ଆଖି ଧରା ରୋଗ ହେଉଛି, ଅନ୍ୟମାନଙ୍କ ଆଖିରେ ହେଇଥିବ ତାପରେ ଆମ ଆଖିରେ ହେବ। ଏଇଟା ତାଙ୍କର କୌଣସି ଜିନିଷ ବ୍ୟବହାର କଲେ ଏଇ ଜିନିଷଟା ଆମ ଆଖିରେ ହୁଏ। ତେଣୁ ଏଇଟା ପାଇଁ ତମକୁ ଟିକେ ଯତ୍ନ ନେବାକୁ ପଡ଼ିବ। ପିଲାମାନେ, ଏବେ ଏପ୍ରିଲ 1ରୁ 7 ତାରିଖ ଆମର ନ୍ୟାସନାଲ ବ୍ଲାଇଣ୍ଡନେସ୍ ପ୍ରିଭେନ୍ସନ୍ ୱିକ୍ ବା ଜାତୀୟ ଦୃଷ୍ଟିହୀନତା ନିରାକରଣ ସପ୍ତାହ ପାଳନ ହେଉଛି। ଏହି ସପ୍ତାହ ଆମେ କାହିଁକି ପାଳନ କରୁଛୁ? କାରଣ ପୃଥିବୀରେ ଜାଣିଛ ପିଲାମାନେ 15 ଲକ୍ଷରୁ ଅଧିକ ଛୁଆ ଦୃଷ୍ଟିହୀନ ଅଛନ୍ତି ଏବଂ ପାଖାପାଖି 50% ଶିଶୁଙ୍କର ଯଦି ଠିକ୍ ସମୟରେ ଚିକିତ୍ସା ମିଳିପାରିଥାନ୍ତା, ସେମାନେ ଅନ୍ଧତ୍ୱରୁ ମୁକ୍ତି ପାଇପାରିଥାନ୍ତେ। କିନ୍ତୁ ଯେହେତୁ ସେମାନେ ଜାଣିପାରିନାହାନ୍ତି କିମ୍ବା ତାଙ୍କର କିଛି ଅସୁବିଧା ହେଇଛି ଆଉ ଦେଖେଇ ପାରିନାହାନ୍ତି, ସେଥିପାଇଁ ତାଙ୍କର ଦୃଷ୍ଟିହୀନତା ହୋଇଛି। ତେଣୁ ମୁଁ ତୁମକୁ ଗୋଟେ ବାଟ କହିବି ଯେଉଁଥିରେ ତମେ ବି ନିଜେ ନିଜ ଆଖିର ଚେକଅପ୍ କରିପାରିବ। ସେଥିରେ କ'ଣ ଅଛି ନା, ତମେ ଯେତେବେଳେ ବସିକି ବ୍ଲାକବୋର୍ଡ଼ ଦେଖୁଛ ବା ଦୂର ଜିନିଷ କିଛି ଦେଖୁଛ, ନିଜ ହାତରେ ଗୋଟେ ଆଖି ବନ୍ଦ କରିବ, ଆର ଆଖିରେ ଦେଖିବ କି ତମକୁ ଠିକ୍ସେ ଦେଖାଯାଉଛି ନା ନାହିଁ, ପୁଣି ଆର ଆଖିକୁ ବନ୍ଦ କରିକି ଏ ଆଖିରେ ଦେଖିବ ଭଲରେ ଦେଖାଯାଉଛି ନା ନାହିଁ। ଦି ଆଖିରେ ତମକୁ ଜିନିଷଟା କ୍ଲିଅର ଭାବେ ଦେଖାଯାଉଛି ନା ନାହିଁ, ଏଇଟା ତମମାନେ ନିଜେ ବି ଘରେ ବସିକି ପରୀକ୍ଷା କରିପାରିବ। ଯଦି ତମକୁ ଲାଗୁଛି ଗୋଟେ ଜିନିଷ ଦେଖିବା ପାଇଁ ଆଖିକୁ ବହୁତ ଛୋଟ ଛୋଟ କରି ଦେଖିବାକୁ ପଡ଼ୁଛି, ତାପରେ ଆଖିରୁ ତମର ପାଣି ବାହାରୁଛି, ଆଖି ଟେରା ହେଇଯାଉଛି ବା ତମକୁ ଦେଖାଯାଉନି ଠିକ୍ସେ, ତେବେ ଯେତେ ଶୀଘ୍ର ବାପା ମାଆଙ୍କୁ କହିବ ବା ସ୍କୁଲ ଟିଚରକୁ କହିବ ଆଉ ସେମାନଙ୍କୁ କହିବ ଯେ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖେଇବେ। ଯଦି ଦରକାର ହୁଏ ତାହେଲେ ସଠିକ୍ ପାୱାରର ଚଷମା ପିନ୍ଧିବା ବି ବହୁତ ଜରୁରୀ। ଆଉ ସେମିତି ଭାବିବନି କି ଆମେ ଚଷମା ପିନ୍ଧିବୁନି, କାହିଁକିନା ଚଷମା ପିନ୍ଧିଲେ ଆଖି ଉପରେ ଯେଉଁ ପ୍ରେସରଟା ପଡ଼ୁଛି ସେଇଟା ବହୁତ ମାତ୍ରାରେ କମ୍ ହେଇଯିବ। ତାପରେ ଦୁଇ ଆଖିରେ ଯଦି କିଛି ବି ଅଲଗା ରହୁଛି ପାୱାରଟା, ସେଇ ହିସାବରେ ଡକ୍ଟର ତୁମକୁ ଚଷମା ଦେବେ ଏବଂ ତାର ଯେଉଁ ଲେଜି ଆଇ, ଯଦି ଗୋଟେ ଆଖିରେ ପାୱାର ଅଧିକା ରହୁଛି ଗୋଟେରେ କମ୍ ରହୁଛି, ତା ପାଇଁ ବି ବିଭିନ୍ନ ଟ୍ରିଟମେଣ୍ଟ ଅଛି, ଯେଉଁଟାକୁ ଆମେ କମ୍ ବୟସରେ କରିଦେଲେ ଆମ ଆଖିଟା ବଡ଼ ହେଲା ପରେ ଆମକୁ ଏଇ ପ୍ରୋବ୍ଲେମ୍ ହେବନି। ତମମାନେ ତ ଜାଣିଥିବ କି ତମମାନଙ୍କର ବହୁତ ସାରା ଲାଇଫ୍ରେ ଏମ୍ ଥିବ, ଯେମିତିକି କିଏ ଚାହୁଁଥିବ ମୁଁ ଡକ୍ଟର ହେବି, କିଏ ଚାହୁଁଥିବ ମୁଁ ଇଞ୍ଜିନିୟର ହେବି, କିଏ ସୋଲଜର ହେବା ପାଇଁ ଚାହୁଁଛି, କିଏ ଅନ୍ୟ ବିଭିନ୍ନ ପ୍ରକାର ଜିନିଷ ହେବା ପାଇଁ ଚାହୁଁଛି। କିନ୍ତୁ ଯେତେବେଳେ ବି ଏଇ ଜିନିଷ ଆମେ ପରେ ହେବା ପାଇଁ ଚାହିଁବୁ, ଆମର ଆଖି ଯଦି ଠିକ୍ ନଥିବ ଆମେ ଏଇସବୁ ଜିନିଷ କରିପାରିବୁ ନାହିଁ। ତେବେ ସେଇଥିପାଇଁ ଆଖିର ଯତ୍ନ ନେବାଟା ବହୁତ ଜରୁରୀ ଆଉ ଦୁଇ ଆଖିରେ ଠିକ୍ ପାୱାର ଥିବାଟା ବହୁତ ଜରୁରୀ। ଏଇ ପରୀକ୍ଷା ତମେ ନିଜେ ବି କରିବ ଆଉ ଯଦି ଆଖିରେ କୌଣସି ଅସୁବିଧା ହେଉଛି ତାହେଲେ ବାପା ମାଆଙ୍କୁ କହିବ। ଯଦି ତମେ ଦେଖୁଛ ଅନ୍ୟ କେଉଁ ଛୁଆର ବି ଆଖିରେ ଧଳା ଦାଗ ଦିଶୁଛି, ଲାଇଟ୍କୁ ଦେଖିଲା ବେଳକୁ ଦେଖିପାରୁନାହିଁ, ମୁଣ୍ଡ ବିନ୍ଧୁଛି, ଏଇସବୁ ଜିନିଷ ଯଦି ହେଉଛି ତାହେଲେ ବେଳାବେଳି ବାପା ମାଆଙ୍କୁ ବା ଟିଚରକୁ କହିବୁ। ଏତେ ସବୁ ଆମେ କଥା ହେଲୁ, ତ କିଛିଟା ଜିନିଷ ଏବେ ମୁଁ କହିବି ଲାଷ୍ଟ, ଯେଉଁଟାକି ତମମାନେ ମନେ ରଖିବ ଭଲ ଭାବରେ ଆଖିର ଯତ୍ନ ପାଇଁ। ପ୍ରଥମେ ହେଉଛି ଭଲ ଖାଦ୍ୟ ଖାଇବ, ଯେଉଁଥିରେ କି ମୁଁ ଯେମିତି କହିଛି ସବୁଜ, ହଳଦିଆ, ନାରଙ୍ଗୀ ରଙ୍ଗର ଖାଦ୍ୟ ଯାହା ହେଲେ ବି ଦିନ ଭିତରେ ଥରେ ଖାଇବ। ଯଦି ମୋବାଇଲ କମ୍ପ୍ୟୁଟର ୟୁଜ୍ କରୁଛ ତେବେ 20-20-20 ରୁଲ୍, ଯେମିତି ମୁଁ କହିଲି 20 ଫୁଟ ଦୂରରୁ ଜିନିଷକୁ ପ୍ରତି 20 ମିନିଟ୍ରେ 20 ସେକେଣ୍ଡ ପାଇଁ ଦେଖିବ, ତାହେଲେ ଆଖିକୁ ରେଷ୍ଟ ମିଳିବ। 1 ଘଣ୍ଟା ବାହାରେ ଯାଇକି ଭଲ ଭାବରେ ଖେଳିବ। ଘରେ ଆସିକି ଯେତେବେଳେ ପହଞ୍ଚୁଛ ବାହାରେ ଖେଳାଖେଳି କରିକି ଆଖିକୁ ସଫା ପାଣିରେ ଧୋଇବ, ସଫା ଟାୱେଲରେ ପୋଛିବ। ଆଖିର କୌଣସି ଅସୁବିଧା ବି ଲାଗିଲେ ତୁରନ୍ତ ବାପା ମାଆଙ୍କୁ କହିବ ବା ସ୍କୁଲ ଟିଚରକୁ କହିବ ଏବଂ ଡାକ୍ତରକୁ ଦେଖେଇବ। ତେଣୁ ପିଲାମାନେ, ମୁଁ ଯାହା ସବୁ କହିଲି ସେଇଟା ମନେ ରଖିବ ଆଉ କାମରେ ଲଗେଇବ। ପିଲାମାନେ, ଯେମିତି ଦେଉଳକୁ ଦିଅଁ ସୁନ୍ଦର, ସେମିତି ଗଛରେ ଫୁଲ ଫଳ ସୁନ୍ଦର। ଆଉ ସେମିତି କୋଉଠି କିଏ ସୁନ୍ଦର ଗୀତରେ ଗୀତରେ ଗାଇ ଶୁଣେଇଛନ୍ତି ଭଉଣୀ ସୁଶ୍ରୀ ଶ୍ରାବଣୀ ସାହୁ। ଏହି ପଲ୍ଲୀ ଗୀତଟିକୁ ତମମାନଙ୍କ ପାଇଁ ଲେଖିଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀ।
ଗୋପକୁ ସୁନ୍ଦର ଗୋପ ବାଳକଲୋ ଗୋପକୁ ସୁନ୍ଦର ଗୋପ ବାଳକଲୋ ଗୋଠକୁ ସୁନ୍ଦର ଗାଈ କୁଞ୍ଜକୁ ସୁନ୍ଦର ଝୁଲଣ ଦୋଳିଲୋ କୁଞ୍ଜକୁ ସୁନ୍ଦର ଝୁଲଣ ଦୋଳିଲୋ ଶ୍ୟାମକୁ ସୁନ୍ଦର ରାଇ ବଉଳଲୋ ଶ୍ୟାମକୁ ସୁନ୍ଦର ରାଇ। କୃଷ୍ଣଙ୍କୁ ସୁନ୍ଦର ପୀତବସନ ଗୋ କିଶୋରୀଙ୍କୁ ନୀଳ ଶାଢ଼ୀ ବଉଳଲୋ କିଶୋରୀଙ୍କୁ ନୀଳ ଶାଢ଼ୀ ଶ୍ରୁତିକୁ ମଧୁର ମୁରଲି ସ୍ୱର ଗୋ ଶ୍ରୁତିକୁ ମଧୁର ମୁରଲି ସ୍ୱର ଗୋ ରାଧା ରାଧା କରି ରଡ଼ି ବଉଳଲୋ ରାଧା ରାଧା କରି ରଡ଼ି ବଉଳଲୋ ରାଧା ରାଧା କରି ରଡ଼ି। ଦେଉଳ ସୁନ୍ଦର କାଳିଆ ଦିଅ ଗୋ ଗଗନକୁ ଶୋଭା ଜହ୍ନ ବଉଳଲୋ ଗଗନକୁ ଶୋଭା ଜହ୍ନ ମୁହଁକୁ ସୁନ୍ଦର ମୁରୁକି ହସ ଗୋ ମୁହଁକୁ ସୁନ୍ଦର ମୁରୁକି ହସ ଗୋ ଲଲାଟେ ଟୋପି ଚନ୍ଦନ ବଉଳଲୋ ଲଲାଟେ ଟୋପି ଚନ୍ଦନ ବଉଳଲୋ ଲଲାଟେ ଟୋପି ଚନ୍ଦନ ଗୋପକୁ ସୁନ୍ଦର ଗୋପ ବାଳକଲୋ ଗୋପକୁ ସୁନ୍ଦର ଗୋପ ବାଳକଲୋ ଗୋଢ଼କୁ ସୁନ୍ଦର ଗାଈ କୁଞ୍ଜକୁ ସୁନ୍ଦର ଝୁଲଣ ଦୋଳିଲୋ କୁଞ୍ଜକୁ ସୁନ୍ଦର ଝୁଲଣ ଦୋଳିଲୋ ଶ୍ୟାମକୁ ସୁନ୍ଦର ରାଇ ବଉଳଲୋ ଶ୍ୟାମକୁ ସୁନ୍ଦର ରାଇ। ପିଲାଏ ସେ ଥିଲେ ମାତ୍ର 12 ବର୍ଷର ଆଉ ଏତେ କମ୍ ବୟସରେ ଦେଶ ପାଇଁ ଜୀବନ ଦେଇଥିଲେ। ସେ କିଏ ଜାଣିଛ ପିଲାଏ? ହଁ, ସେ ହେଉଛନ୍ତି ବାଜି ରାଉତ। ସେ ବାଜିଆ ନାଁରେ ବେଶ୍ ପରିଚିତ ଥିଲେ। ଆସ ଆଜି ଏହି ମହାନ ବାଳକଙ୍କ ବିଷୟରେ କିଛି ଶୁଣିବା। ତମମାନଙ୍କୁ କହିଛନ୍ତି ବଟକୃଷ୍ଣ ସ୍ୱାଇଁ। ପିଲାମାନେ, ଆଜି ମୁଁ ତୁମକୁ ଜଣେ ସାହସୀ ବାଳକ ବିଷୟରେ କହିବି। ସେ ମାତ୍ର 12 ବର୍ଷ ବୟସରେ ମା ମାଟିର ଦୁଃଖ ସହି ନ ପାରି ନିଜ ଜୀବନକୁ ମରଣ ମୁହଁକୁ ଠେଲି ଦେଇଥିଲେ। ତାଙ୍କ ନାଁ କ'ଣ ଜାଣିଛ ପିଲେ? ନାଁଟି ତାଙ୍କର ବାଜି ରାଉତ। ସେ 1926 ମସିହା ଅକ୍ଟୋବର ମାସ 5 ତାରିଖରେ ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଗାଁରେ ଜନ୍ମ ନେଇଥିଲେ। ନୀଳକଣ୍ଠପୁର ଗାଁଟି ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ତାଙ୍କ ବାପାଙ୍କ ନାଁ ଥିଲା ହରି ରାଉତ ଆଉ ମାଆଙ୍କ ନାଁ ଥିଲା ରାଣିଆ ରାଉତ। ସେ ପିଲାଦିନରୁ ବାପା ମାଆଙ୍କୁ ହରାଇଥିଲେ। ତାଙ୍କ ମା ସେତେବେଳେ ପଡ଼ୋଶୀଙ୍କ ଘରେ କାମ କରି ତାଙ୍କ ପରିବାରକୁ ଚଳାଉଥିଲେ। 3 ଭାଇଙ୍କ ଭିତରେ ବାଜିଆ ଥିଲା ସାନ ଭାଇ। ବଡ଼ 2 ଭାଇ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର କଷ୍ଟେମଷ୍ଟେ ଚଳିଯାଉଥିଲା। ତାଙ୍କର କୂଳ ବ୍ୟବସାୟ ଥିଲା ଡଙ୍ଗା ଚଳାଇବା ଆଉ ମାଛ ଧରିବା। ସେତେବେଳେ ଇଂରେଜମାନେ ଆମ ଦେଶରେ ଶାସନ କରୁଥିଲେ। ଲୋକମାନଙ୍କ ଉପରେ ଅନେକ ଅତ୍ୟାଚାର ଆଉ ଶୋଷଣ କରୁଥିଲେ। ସେତେବେଳେ ଢେଙ୍କାନାଳର ରାଜପରିବାର ଇଂରେଜମାନଙ୍କର ବୋଲ ମାନୁଥିଲେ। ପ୍ରଜାମାନେ ଇଂରେଜମାନଙ୍କ ଅତ୍ୟାଚାର ସହି ନ ପାରି ଏକଜୁଟ ହୋଇ ତାଙ୍କୁ ତଡ଼ିବାକୁ ଚେଷ୍ଟା କରୁଥିଲେ।
ଇଂରେଜମାନଙ୍କ ସହ ଲଢ଼ିବା ପାଇଁ ବାନର ସେନା ନାମରେ ଏକ ଦଳ ଗଠନ କରାଯାଇଥିଲା। ଆଉ ଜାଣିଛ ପିଲେ, 12 ବର୍ଷର ବାଜିଆ ସେହି ବାନର ସେନା ଦଳରେ ଯୋଗ ଦେଇଥିଲେ। ଇଂରେଜମାନେ ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟରେ ଡଙ୍ଗା ପାରି ହୋଇ ଏପଟକୁ ସେପଟ ଯିବା ଆସିବା କରନ୍ତି। ସେତେବେଳେ ନଈରେ ପୋଲ ନଥିଲା। ଇଂରେଜ ଫୌଜମାନେ ବାନର ସେନାର ଆନ୍ଦୋଳନକୁ ସବୁବେଳେ ଭଣ୍ଡୁର କରିବାକୁ ଚାହୁଁଥିଲେ। ଇଂରେଜ ଫୌଜକୁ ନଈ ପାର କରି ନ ଦେବାକୁ ବାନର ସେନାର କର୍ମୀମାନେ ସ୍ଥିର କଲେ। ବାଜିରାଉତ ପଇସା ଅଭାବରୁ ପାଠ ପଢ଼ିପାରିନଥିଲା। ତା ମନରେ ଥିଲା ଗାଁ ମାଟି ଆଉ ଦେଶ ପ୍ରତି ଭକ୍ତିଭାବ। ଇଂରେଜ ଫୌଜଙ୍କ ଅନ୍ୟାୟ ଆଉ ଅତ୍ୟାଚାର ତା ମନରେ ବିଦ୍ରୋହ କରି ଉଠିଲା। ସେଦିନ ଥାଏ 1938 ମସିହା ଅକ୍ଟୋବର ମାସ 11 ତାରିଖ। ରାତି ସମୟ। ବାଜିଆ ସହ 8 ଜଣ ବାନର ସେନା କର୍ମୀ ଘାଟ ଜଗିଥିଲେ। କାଳେ ଇଂରେଜମାନେ ଡଙ୍ଗା ଫିଟେଇ ନଈ ପାରି ହେଇଯିବେ, ସେଇଥିପାଇଁ ସମସ୍ତେ ସଜାଗ ଥିଲେ। ଇଂରେଜ ଫୌଜ ଆସି ପହଞ୍ଚିଗଲେ। ଆଉ ଡଙ୍ଗା ପାରି କରିବା ପାଇଁ ଗର୍ଜନ କଲେ। ହାତରେ ବନ୍ଧୁକ ଧରିଥାନ୍ତି। ଡାକ ମାରି କହିଲେ, ଆମକୁ ନଈ ପାରି କର। ଏପରି କଡ଼ା କଥାକୁ କେହି ସହିପାରିଲେ ନାହିଁ। ବାଜିଆ କହିଲା, ପ୍ରଜାମଣ୍ଡଳର ହୁକୁମ ନାହିଁ, ଆମେ ଡଙ୍ଗା ଫିଟେଇ ପାରି କରିପାରିବୁ ନାହିଁ। ପିଲାମାନେ, ତାପରେ କ'ଣ ହେଲା ଜାଣିଛ? ଫୌଜମାନେ ରାଗିଯାଇ ବନ୍ଧୁକରୁ ଗୁଳି ଫୁଟାଇ 6 ଜଣ ବାନର ସେନା କର୍ମୀକୁ ମାରି ଦେଇଥିଲେ। ସେଥିରେ ଥିଲେ 12 ବର୍ଷର ବାଜିଆ। ଛୋଟ ପିଲାଟିଏ ସିନା, ତା ମନରେ ଦେଶ ମା ପାଇଁ ଥିଲା ଭକ୍ତି। ଜନ୍ମଭୂମି ପାଇଁ ନିଜ ଜୀବନକୁ ହରାଇଥିଲା ବାଜିଆ। ପିଲାମାନେ, ତୁମେମାନେ ଭଲ ପାଠ ପଢ଼ି ଭଲ ମଣିଷ ହୋଇ ଭାରତ ମାତାର ନାଁ ରଖିବାକୁ ସବୁବେଳେ ଚେଷ୍ଟା କରିବ। ଆଉ ବାଜିଆ ପରି ଦେଶଭକ୍ତ ହେବା ପାଇଁ ଚେଷ୍ଟା କରିବ। ପିଲେ, କାର୍ଯ୍ୟକ୍ରମ ଶେଷରେ ଆସ ଶୁଣିବା ଦେଶ ବନ୍ଦନା। ଗାଇଛନ୍ତି ଶ୍ୱେତପଦ୍ମା ରାଉତ, ଗୀତ ରଚନା ବୃନ୍ଦାବନ ଜେନା। ମାଟି ନୁହେଁ ସେ ମୋ ମା, ଭାରତ ଯାହାର ନାଁ। ମାଟି ନୁହେଁ ସେ ମୋ ମା, ଭାରତ ଯାହାର ନାଁ। ବିଶ୍ୱେ ବଡ଼ ହୋଇ ଆଉ କେହି ନାହିଁ, ବିଶ୍ୱେ ବଡ଼ ହୋଇ ଆଉ କେହି ନାହିଁ, ତାର ଜୟ ଗାନ ଗା। ମାଟି ନୁହେଁ ସେ ମୋ ମା, ଭାରତ ଯାହାର ନାଁ। ମାଟି ନୁହେଁ ସେ ମୋ ମା, ଭାରତ ଯାହାର ନାଁ। ବିଶ୍ୱେ ବଡ଼ ହୋଇ ଆଉ କେହି ନାହିଁ, ବିଶ୍ୱେ ବଡ଼ ହୋଇ ଆଉ କେହି ନାହିଁ, ତାର ଜୟ ଗାନ ଗା। ମାଟି ନୁହେଁ ସେ ମୋ ମା, ଭାରତ ଯାହାର ନାଁ।
जनमे जे माटी थान देला पाती मरण रे देव सजाई सुपति जनमे जे माटी थान देला पाती मरण रे देव सजाई सुपति जीवन काल रे अन्न वस्त्र साथे जीवन काल रे अन्न वस्त्र साथे देव पवन र छुआ माटी नुहे से मो माँ भारत जाहार ना माटी नुहे से मो माँ भारत जाहार ना विश्व बड़ होई आउ केही नाही विश्व बड़ होई आउ केही नाही तार जय गान गा माटी नुहे से मो माँ भारत जाहार ना माटी नुहे से मो माँ भारत जाहार ना माटी नुहे से मो माँ। ହଉ ପିଲାମାନେ, ଆଜି ପାଇଁ କିଶୋର ଚକ୍ର ଏତିକି। ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ଶନିବାର ଅପରାହ୍ନ 5ଟା ବେଳକୁ। ଶୁଣିବାକୁ ଜମାରୁ ଭୁଲିବନି ତମମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ଚକ୍ର।